আজি হচ্ছে মোর দাদার মঙ্গনহাণি। এইটা মঙ্গনহাণি বসা চালিছে। মা মানে সব বসাবে আর বহু মানে বসাবে। হে যেন কলস আছে সে কলস কে পূজা করুছন। এটা মা যেন দাদা বিয়া হেবা তার মা অনেটা সে পূজা করুছন। পূজা করে সারলা পরে সেথিরে কাଣା কাଣା করবে আপন মানে দেখুন। ସବୁ ଘର ଅଲଗା ହେସି ସବକିର ନିୟମ କାନୁନ ଅଲଗା ହେନ୍ତା ଆମରଟା ଅଲଗା। ଆଉ ଦେଖୁନ୍ କେନ୍ତା କେନ୍ତା କରି ଆମର୍ ଥି ହଉଛେ ମଙ୍ଗନହାଣି। ଆଉ ମଜା ଲାଗ୍ସି ଇ ଦିନରେ ଯା ଜାଣା କରା ହେସି ଯା ଜାଣା ନୂଆ ନୂଆ ଜିନିଷ सबको ଜାନବାର୍ ଜନ୍ନାଏ ଆଉ ଭଲ୍ ବି ଲାଗ୍ସି। ତ ଆପଣ ମାନେ ଦେଖୁନ୍ ଆମର୍ ଘରଟା କେନ୍ତା କରି କରସନ୍। ବିହା ବୁହି ହେଲେ ସମସ୍ତେ ମା ମାନେ ମିଶିକରି ଦେଖିପାରୁଥିବେ ସମସ୍ତେ ଜଣେ ଜଣେ କରି ଆସୁଛନ୍ ଆଉ କରୁଛନ୍ ଦେଖିବେ। ଆଉ ଇ ମଙ୍ଗନହାଣ୍ଡି ବସେଇନି ସାରବା ତ କିଏ ବି ନେଇ ଖାଇଥାନ୍। ଘରର ଯେତେ ବି ଲେଡିଜ ଥିସନ୍ ଛୁଆ ମାନେ ଖାଇଥିସନ୍। ଆଉ ଏଥିରେ ଚାଉଳ ଏନ୍ତା ମୁଠା ମୁଠା ଦେଇତେଲ୍ ଯାଏସନ୍ ଆଉ ସମସ୍ତେ କରସନ୍। ଆଉ ତାରପରେ ସବକୁ ମିଠେଇ ଦିଆ ଯାଇସି। ମୋର୍ ସବୁ ମା ମାନେ ଅନିଟା ମୋର୍ ଆଉ ଅଧା ଜନ ହଳଦିଆ ପିନ୍ଧିଛନ୍ ଯେହେତୁ ଆଜିକା ମଙ୍ଗନହାଣ୍ଡି। ଆଉ ଆଜିକାଲି ସମସ୍ତେ ତ ହଳଦିଆଟା ପିନ୍ଧୁଛନ୍ ଆପଣ ମାନେ ଜାନିଛନ୍ ମଙ୍ଗନହାଣ୍ଡି ହେଲେ। ତ ହେଥିର୍ ଲାଗି ସବୁ ମା ମାନେ ଆଜିକା ହଳଦିଆଟା ପିନ୍ଧିଛନ୍ ଦେଖିପାରୁଥିବେ। ଆଉ ହେ ଠେଙ୍କିକେ କେଡ଼େ ସୁନ୍ଦର ସଜା ହେଇଛେ ଦେଖୁଥିବେ ଆପଣ ମାନେ। ଆଉ ଇଟା ସରିଗଲା ପରେ ନାସ୍ତା ପାଣି କରବାର ଅଛେ। ନାସ୍ତା ପାଣି କରି ସାରିଲା ପରେ ଯାକି ପାନ୍ ପଲଟେଇ ଯିବାର ଅଛେ। ଦେଖୁନ୍ କାଣା କାଣା କରୁଛନ୍ ମୋର୍ ମା ମାନେ।
ଏଇଟା ମନ୍ଦିରକେ ଆଇଛୁ ସମସ୍ତେ। ମନ୍ଦିର ନ ପହଲା ପୂଜା କରାଯାଏସି ଯେନ୍ଟା ଭୁଆସନ କେ ଦେବାର କପଡ଼ା ବରାତି ଯେନ୍ ପିନ୍ଧିକରି ଯିବା ପିଲା ଯେନ୍ ମାମୁଁ ଘରୁ ଆଇଥିସି କପଡ଼ାଟା ସେଟା ଇନ ପୂଜା କରାଯିବା। ପୂଜା କରି ସାରିଲା ପରେ ଯାଇକି ଆମେ ସମସ୍ତେ ବନ୍ଧକେ ଯିମୁ ପେନ୍ ପଲଟି ଆଉ ସମସ୍ତେ ଠିଆ ହେଇଛୁ ଇନ ମଜା ମସ୍ତି କରୁଛନ୍ ଆମ ଘରର ସମସ୍ତେ। ବହୁତ ମଜା ଲାଗ୍ସି ଆମର ବିହାଘର ଭୁଗରି ହେଲେ ଘର ଯାକର ସବ ଆଏସନ୍। ଏଇଟା ମୋର ବଡ଼ ମା ତାଙ୍କର ସାଙ୍ଗେ ଆମେ ଭିତରକେ ଆଇସି ମନ୍ଦିର ସୁଟିଂ କରିଛେ। ମନ୍ଦିର ବହୁତ ସୁନ୍ଦର ହେଇଛେ। ଏଇଟା ମୋର ମା ଘର ପଡ଼ାର ହିଁ ମନ୍ଦିର ସାହୁ ପଡ଼ା ବୋଲସନ୍। ଆମର ପଡ଼ା ବାଟୁ ହିଁ ଫେର୍ ଯିମୁ ବନ୍ଧକେ ଆମର ପଡ଼ାର ବନ୍ଧକେ ଯିମୁ ମୋର ମା ଘର। ଏଇଟା ମୋର ବଡ଼ ମା ଗଲେ ଭିତରକେ ଆଉ କ୍ୟାମେରା ବାଲା ବି ଯାଉଛନ୍। ସେମାନଙ୍କୁ କହିଲି ଭାଇମାନେ ତୁମେ ଯାଅ ମୁଁ ଇନ ଠିଆ ହେଇକରି ସୁଟିଂ କରସି ବୋଲିକରି। ଆଉ ଏହା ଦେଖା ଆମେ ସିଧା ବନ୍ଧକେ ପଲେଇ ଯିମୁ। ଦେଖୁନ୍ ଆସିଗଲୁ ବନ୍ଧକେ। ଆଉ ବନ୍ଧଟା ବହୁତ କଦର୍ଯ୍ୟ କରିଛନ୍ କିନ୍ତୁ ଯେନ୍ତା ଥିଲେ ବି ଆମକୁ ତ ଆମର କାମ କରବାରକେ ପଡ଼ବା ବୋଲେ ଏଥର ଲାଗି ଇନକା ଏଇଟା ପ୍ୟାନ୍ ପଲଟଉଛନ୍। ଆଉ ଏଇଟା ସବୁ ସାମାନ ମାନେ ଆନା ହେଇଛେ ଦେଖିପାରୁଥିବେ ପ୍ୟାନ୍ ପଲଟାବାର ଲାଗି। ଜଣେ ଜଣେ କରି ଧରବେ ଫେର ହେ ପ୍ୟାନ୍ ଗଡ଼ୁ ମାନକେ ଆଉ ଧରି କରି ଯିବେ। ଆମର ଯେନ୍ଟା ଆମର ନିୟମ ସେଟା କରସନ୍ ଆମର ଘର ସବେ ମା ମାନେ ଆସିକରି ବୁହେନ ମାନେ ବୋହୂ ମାନେ। ଆଉ ଦେଖୁନ୍ କାଣା କାଣା ଆମର ସବକିରର କାଣା ରୀତି ରିବାଜ ଅଲଗା ନିୟମ କାନୁନ ଅଲଗା ହେନ୍ତା ଆମରଟା ବି ଅଲଗା। ଆମର ଘରଟା ଆମର ଘରେ ଯେନ୍ ହିସାବେ କରସନ୍ ସେଟା ହିଁ ସମସ୍ତେ କରସନ୍। ଆଉ ଗୋଡ ମାନକେ ବି କେଡେ ସୁନ୍ଦର ସଜେଇ ଦିଆ ହେଇଛେ ଦେଖିପାରୁଥିବେ ଆପଣ ମାନେ। ଆଉ ଦେଖୁନ୍ କେନ୍ତା କେନ୍ତା କରୁଛୁଁ ଯେ ଆଉ ଏଇଟା ବୋହୂ ମାନେ ଶିକା ଧରିଛନ୍। ସେ ଯେନ୍ ପ୍ୟାନ୍ ପଲଟେଇ କରି ଆନିଛୁଁ ହେ ପ୍ୟାନ୍ ରଖବାର ଲାଗି ପଇସା ମାଗୁଛନ୍। ଆଉ ପଇସା ନି ଦେଲେ ଆମେ ଶିକାରେ କା ପ୍ୟାନ୍ ରଖିନି ଦଉ ବୋଲଛନ୍। ଆଉ ସେଟା ତାଙ୍କର କାମ ବୋହୂ ମାନେ ସବକିରର ବିହାତି ହେନ୍ତା ହେସି। ତ ସେଟା ମାଇଁ ଯେଅନ୍ ସେମାନେ ଦେବେ ପଇସା ସେମାନଙ୍କୁ। ଆଉ ସେଟା କେତେ କେତେ ମାଗିଛନ୍ କାଣା ସେଟା ଘରର କଥା ମୁଇଁ କହିନି ପାରେ ଆପଣ ମାନଙ୍କୁ। ଖାଲି ଏତକିରି ଦେଖୁନ୍ କେନ୍ତା କରୁଛନ୍। 6ଟା ବାଗିର ଅଛନ୍ 6 ଜଣ ପୁରା ନଚେଇ ଦଉଛନ୍ ନ ଏତକି ଦିଅ ସେତକି ଦିଅ ବୋଲିକରି। ଆଉ ତାଙ୍କର ଦିନ ଏ ବୋହୂ ମାନଙ୍କର ଏଇଟା ତାକେ ହଳଦୀ ଗଣସା ଚାଲିଛେ। ଦାଦାକେ ହଳଦୀ ମଖା ଚାଲିଛେ ଗନସୁଛନ୍ ଘର ଯାକର ସମସ୍ତେ ବଡ ମାନେ ସାନ ମାନେ ତ ନାଇଁ କରନ୍ ମୁଇଁ ଆଗରୁ କହିଛେ। ବୋହୂ ମାନେ ବେଶୀ କରି ଏଇଟା କରସନ୍। ମା ମାନେ ସଜ ବନ୍ଦେଇ ଦେସନ୍। ଆଉ ବୋହୂ ମାନଙ୍କର କାମ ହଉଛେ ହଳଦୀ ଲଗାବାର ଜିନିଛନ୍ ସେମାନଙ୍କର କାମ ହିଁ ଏଟା। ଆଉ ଏଇଟା ସୁଟିଂ ବି ଚାଲିଛି କ୍ୟାମେରା ବାଲା ଆସିଛନ୍ ଆଉ ସୁଟିଂ କରୁଛନ୍। ଯେତକି ଯେତକି ମୋର୍ ଦ୍ୱାରା ହେଲା ମୁଇଁ ଆପଣ ମାନଙ୍କୁ ସୁଟିଂ କରି କରି ଦେଖେଇ ପାରୁଛେ ଆପଣ ମାନେ ଦେଖୁଥିବେ। ଆଉ ବେଶୀ ବେଶୀ ସୁଟିଂ କଲେ କାଣା ଏନ୍ଜୟ କରିନି ପାରେ ବିହାଘରଟା। ଆଉ ଖାଲି ସୁଟିଂ କରୁଥିବି ନ ଏକଲା କରବାରକେ ପଡୁଛି ଆପଣ ମାନେ ଜାନୁଥିବେ। ଏଇଟା ମୋର ମା ମୋର ମା କରୁଛେ ଦେଖୁଥିବେ। ଆଉ ତାର ଏଇ ଶାଢୀଟା ମତେ ବହୁତ ବଢିଆ ଲାଗ୍ସି ବହୁତ ସୁନ୍ଦର ଲାଗ୍ସି। ତ ଚାଲୁନ୍ ସାଙ୍ଗ ମାନେ ଆଜିର ବିହାଘରର ଦିନକେ କେନ୍ତା କରି ଏନ୍ଜୟ କଲେ ମତେ ବତାବେ। ତେରୁ ବହୁତଟେ ଏନ୍ତା ସାରା ଭିଡ଼ିଓ ଆସବା ଏଇ 2-3 ଦିନ ଭିତରେ। ବରାତିର ଆସବା ଭୋଜିର ଆସବା ସବୁଥିର ଆଇବା। ଏଇଟା ସମସ୍ତେ ଖାଉଛନ୍ ମୋର ମା ମାଇଁ ଘରେ ପହଲା ମୁଇଁ ଆସି ନାଇଁ ଖାଇବାର। କେଁ ହେଲା ଯେ ମୋର ଆଜି ପୂଜାଟେ ଅଛେ ବୋଲେ ସେତେବେଳେ ଏଇଟା ଆମ ଘର ଯାକ ସମସ୍ତେ ଖାଉଛନ୍ ମା ବୁହିନ ମାନେ ସବ। ଆଉ ମୁଇଁ ସୁଟିଂ କରୁଛେ ଆଉ କାଁ କରମି କହୁନ୍ ମତେ ଖାଇବାର ନେଇ ଥି ନାଇଁ ତ ଖାଇଥିତି ମୁଇଁ ଯେନ୍ଟା ନି ଚଲେ ସେଟା ମାନବାର କଥା। ଏଇଟା ନାନୀ ମାନଙ୍କର ସାମେ ଠିଆ ହେଇଛେଁ। ଏଇଟା ଦେଖୁଥିବେ ଦୋକାନୀ